Very good afternoon to all of you, those who are watching Vidyasagar Classes YouTube channel. Specially, ଏବେ last few days ହେଲା ଆପଣ ମାନେ ଦେଖି ପାରୁଥିବେ ବିଦ୍ୟାସାଗରରେ series of success stories ର ଭିଡିଓ ଆସୁଛି। ତ ସେଇ ପରିପ୍ରେକ୍ଷୀରେ ଆଜି ଆମ ପାଖରେ ଉପସ୍ଥିତ ଅଛନ୍ତି ପ୍ରତୀକ୍ଷା। ସେ ତାଙ୍କର ସଫଳତାର କାହାଣୀ ଆଉ ଆମେ ଏଇଟା ଗୋଟେ ସ୍ପେଶିଆଲ ଏପିସୋଡ ତାଙ୍କ ପାଖରେ ତାଙ୍କ ସକ୍ସେସ ର ମୁଖ୍ୟ ଇନ୍ସପିରେସନ ତାଙ୍କ ଫାଦର ଆଉ ତାଙ୍କ ମଦର ଅଛନ୍ତି। ତ ଏ ସକ୍ସେସ ପରିବାରଟି ଆମ ସମ୍ମୁଖରେ ଅଛି। ଆମେ ଚାଲନ୍ତୁ ପ୍ରତୀକ୍ଷାଙ୍କ ମୁହଁରୁ ତାଙ୍କର ସକ୍ସେସ ଷ୍ଟୋରି ଶୁଣିବା ସୋ ଦ୍ୟାଟ ଆପଣ ମାନେ ଏଇ ଭିଡିଓ ଦ୍ୱାରା ଯୋଉମାନେ ପ୍ରିପେୟାର ହଉଛନ୍ତି ସେମାନେ ଇନ୍ସପାୟାର ହେଇପାରିବେ ଆଉ ପ୍ରତୀକ୍ଷାଙ୍କର ସକ୍ସେସ ଷ୍ଟୋରି ଦୋହରାଇ ପାରିବେ। ସେ 177 ରଖିଛନ୍ତି OUT ରେ। ତ ଚାଲନ୍ତୁ ପ୍ରତୀକ୍ଷାଙ୍କୁ ଅନ୍ ବିହାଫ ଅଫ ବିଦ୍ୟାସାଗର ମେନି ମେନି କଂଗ୍ରାଚୁଲେସନ। ଆଚ୍ଛା ପ୍ରତୀକ୍ଷା, ତମେ ଯେତେବେଳେ 177 ରଖିଲ ସେତିକି ଭାବିଥିଲ ନା ଆଉ କିଛି ଅଧିକା ମାର୍କ ରହିବ ବୋଲି ଭାବିଥିଲ? ନା ଯେତେବେଳେ ଦେଇକି ଆସିଥିଲି ଭାବିଥିଲି ସେ 170 ପ୍ଲସ୍ 170 ରୁ 180 ଭିତରେ ଆସିବ, ସେ ଆସିଲା। ତ ବିଦ୍ୟାସାଗରରେ ପିଲା ବହୁତ ପିଲା 150 60 ପରେ ରଖୁଛନ୍ତି କିନ୍ତୁ 70 ଉପରେ ହ୍ୟାଣ୍ଡଫୁଲ ଅଫ୍ ଯୋଉ 30 40 ଜଣ ରଖୁଛନ୍ତି ତାଙ୍କ ଭିତରେ ତମେ ଅନ୍ୟତମ। ତ ଏବେ ମୁଁ ଜାଣିବାକୁ ଚାହିଁବି ତମ ସଫଳତାରେ ବିଦ୍ୟାସାଗରର ଭୂମିକା କଣ, କାରଣ ସେଇଟା ଜାଣିବା ପାଇଁ ଦର୍ଶକ ମାନେ ବହୁତ ଉତ୍କଣ୍ଠିତ ଅଛନ୍ତି। କାରଣ ବିଦ୍ୟାସାଗର ଏଥର ଯୋଉ ଚହଳ ପକେଇଦେଲା ଏତେ ଗୁଡାଏ ପିଲା ପାଇଗଲେ, ମତେ ସବୁଆଡେ କ୍ୱେଶ୍ଚିନ୍ ପଚାରୁଛନ୍ତି, ମିଡିଆରେ ପଚାରୁଛନ୍ତି, ଷ୍ଟୁଡେଣ୍ଟ କମ୍ୟୁନିଟି ପ୍ୟାରେଣ୍ଟସ ପଚାରୁଛନ୍ତି। ମୁଁ କିନ୍ତୁ ସବୁବେଳେ କହେ ଯେ ଏଇଟା ପିଲାଙ୍କ ମୁହଁରୁ ଶୁଣିଲେ ଆପଣମାନେ ଠିକ ଜବାବ ପାଇବେ। So I want Pratikya to tell you how she got benefit out of Vidyasagar. ହଁ ନିଶ୍ଚିତ ବିଦ୍ୟାସାଗର ବହୁତ ହେଲ୍ପ କରିଛି, ତାର ୟୁଟ୍ୟୁବ କ୍ଲାसेस ବହୁତ ହେଲ୍ପ କରିଛି। ଏ ଘମାଘୋଟ ସିରିଜ ଯୋଉ ଚାଲିଥିଲା ଲାଇଭ କ୍ଲାସ, ସେଥିରୁ ଡାଇରେକ୍ଟ କ୍ୱେଶ୍ଚିନ୍ ଆସିଥିଲା OUT ରୁ, ତ ସେଟା ବହୁତ ବେନିଫିଟ ଦେଲା। ତାପରେ ବହୁତ ବଢିଆ ସେ ଡାଉଟ କ୍ଲିୟର କରନ୍ତି ସାର୍ ମାନେ, ବହୁତ ବଢିଆ ସେ ବୁଝାନ୍ତି, ଲାଇଭ ଚାଟ୍ ରେ ଆନ୍ସର ଦିଅନ୍ତି, ବୁଝାନ୍ତି, ତ ସେଇଟା ବହୁତ ତମେ ହେଲ୍ପ benefit କରିଛି। ତ ଆଜିକାଲି ବହୁତ ଗୁଡାଏ ଜାଗାରେ ଦେଖାଯାଏ ଯେ ପ୍ୟାରେଣ୍ଟସ ମାନେ ମୋବାଇଲ ବା ଇଣ୍ଟରନେଟ ଛୁଆମାନଙ୍କୁ ଦିଅନ୍ତି। ତ ସେଥିପାଇଁ ମୁଁ ପ୍ରଥମେ ସାଧୁବାଦ ଜଣାଇବି ତମର ଯଶସ୍ୱୀ ଫାଦର ଯେ ଆମ ସମ୍ମୁଖରେ ଅଛନ୍ତି, ଯେ ଜଣେ ନିଜେ ହିମସେଲ୍ଫ ନିଜେ ଗଭର୍ଣ୍ଣମେଣ୍ଟ ଭେଟନାରୀରେ ଅଛନ୍ତି। ତ ସାର୍ ଆପଣ ପ୍ରାୟ ଗାର୍ଡିଆନ ମାନେ ଆଜିକାଲି ସେତେ ବ୍ରଡ ହେଇପାରୁନାହାନ୍ତି, କିନ୍ତୁ ଆପଣ ଆପଣଙ୍କ ଝିଅକୁ ସବୁ ପ୍ରକାର ଏଥିରୁ ଯାହା ଜଣାପଡୁଛି ଇଣ୍ଟରନେଟ କନେକ୍ଟିଭିଟି ଦେଲେ, ମୋବାଇଲ ହାଇ ଏଣ୍ଡ ମୋବାଇଲ ଦେଲେ। ତ ଆପଣ କେବେ ତ ଭୃକ୍ଷେପ କରିନଥିବେ ନାଇଁ ମୋବାଇଲ ଦେଲେ ଛୁଆଟା କାଳେ ଚଗଲା ହେଇଯିବ, ସେମିତି ମନୋଭାବ କେବେ ଆସିଥିଲା ଆପଣ? ନାଇଁ ସେମିତି କେବେ ଭାବିନି। ଆଉ ପିଲାମାନେ ସବୁବେଳେ ଦି ଝିଅଙ୍କୁ ଆର ଝିଅକୁ ଏ ଝିଅ କଣ ସମସ୍ତେ ମୋବାଇଲ ସମସ୍ତେ ଦେଲେ। ଆଜିକାଲି ଇଣ୍ଟରନେଟ ଯୁଗରେ ଯଦି ପିଲା ମୋବାଇଲରେ ନ ପଢିବ ଆଉ ତାହେଲେ କୋଉଥିରେ ପଢିବ? ଏ ସବୁଠୁ ମାନେ ଘରେ ବସିକି ପଢିବା ସବୁଠୁ ସହଜ ପାଠ। ଆଉ ମୋବାଇଲରେ ବି ଇଣ୍ଟରନେଟ ଦ୍ୱାରା ସେମାନେ ବହୁତ ଜିନିଷ ବି ଜାଣିପାରୁଛନ୍ତି। ଆଉ ସେଥିପାଇଁ ଯେତେବେଳେ ଏ କ୍ଲାସ ମୁଁ କରେ, ବିଦ୍ୟାସାଗର କ୍ଲାସ କରେ, ଅନ୍ୟ ସବୁ କ୍ଲାସ କରେ, ତ କରେ ତୁ ସବୁ ଯାକ କ୍ଲାସ ଭଲରେ କରେ, କଣ ଡାଉଟ ହେଲେ କମେଣ୍ଟରେ ସାର୍ ଲେଖିକି ଦେ, ନହେଲେ ଫୋନ କରିକି ପଚାରେ କୋଉଟା କୋଉଟା ଡାଉଟ ରହୁଛି। ସେଇ ହିସାବରେ ସେ ବି ଆପଣଙ୍କ ସାଙ୍ଗରେ ଆଜି ତ ସଚକ୍ଷୁରେ ଆପଣଙ୍କୁ ଦେଖିଲୁ, କେବଳ ୟୁଟ୍ୟୁବରେ ଦେଖୁଥିଲୁ, ଆଉ ଫୋନ କରିକି ସେ ବି ବହୁତ ଡାଉଟ କ୍ଲିୟର ବି କରିଛି। ତ ଏଇଠୁ ଆମେ ଗୋଟେ କଥା ଜାଣିଲେ ଭିଉଅର୍ସ, ଏ ଯୋଉ ମୋବାଇଲ ଫୋନ ହଉ, ଇଣ୍ଟରନେଟ ହଉ, ଲ୍ୟାପଟପ ହଉ, ଟ୍ୟାବଲେଟ ହଉ, ଇଏ ହେଲା ଦୋଧାରୀ ତଲବାର, ଦୁଇ ଧାରବା ଖଣ୍ଡା। ପଜିଟିଭଲି ୟୁଟିଲାଇଜ କରିବେ ପ୍ରତୀକ୍ଷାଙ୍କ ଭଳି ଆପଣ ମାନେ ବି ସକ୍ସେସଫୁଲ ହେଇପାରିବେ, ଆଉ ନେଗେଟିଭଲି ଯଦି ୟୁଟିଲାଇଜ କରିବେ ତାହେଲେ ଆପଣ ମାନଙ୍କର ରକ୍ଷା କରିବା ପାଇଁ କେହି ନ। ସୋ ଟ୍ରାଏ ଟୁ ୟୁଟିଲାଇଜ ଟେକ୍ନୋଲୋଜି ପଜିଟିଭଲି ଆଜ ପ୍ରତୀକ୍ଷା ଟିମ୍। ବର୍ତ୍ତମାନ ତାଙ୍କର ମଦର ବି ଆମ ସମ୍ମୁଖରେ ଅଛନ୍ତି। ତ ମ୍ୟାଡାମ ଆପଣଙ୍କ ଦି ଝିଅ ଯାକ ସକ୍ସେସଫୁଲ, ଆପଣ କହିଲେ ସେମାନେ ଟୁଇନ୍, ଆଉ ଆର ଝିଅ ମେଡିକାଲ ବି ଆପଣ ସେ କ୍ୱାଲିଫାଇ ବି କରିଛନ୍ତି କହୁଥିଲେ। ତ ଆପଣ କଣଟା ଆପଣ ମାନେ ଛୁଆମାନଙ୍କୁ ସଂସ୍କାର ଦେଲେ ବା ଯୋଉ ଜିନିଷଟା ଦେଲେ ଯାହା ଫଳରେ ଆପଣ ଗୋଟେ ଫ୍ୟାମିଲି ଗୋଟେ ସକ୍ସେସ ମେକିଂ ଫ୍ୟାକ୍ଟରି ହେଇପାରିଛି ଆପଣ ପରିବାର। ଗୋଟେ ମା ର କଣ ଭୂମିକା ରହୁଛି ସେଇଟା ବହୁତ ଗୁଡେ ଆମର ମା ମାନେ ବି ତ ଝିଅ ତମ ମାମାଙ୍କର କଣ ଅବଦାନ ରହିଛି? ବାପା ତ ସବୁ ଜିନିଷ ଯୋଗେଇ ଦେଲେ, କିନ୍ତୁ ମାମାଙ୍କର ଯୋଉ ଲୁକାୟିତ ଯୋଉ ହିଡିନ୍ କଣ୍ଟ୍ରିବ୍ୟୁସନ ସେଇଟା ଟିକେ ଦର୍ଶକ ମାନେ ଜାଣିବାକୁ। ମାମା ପିଲା ବେଳୁ ସବୁବେଳେ ମାନେ ବହୁତ ଡିସିପ୍ଲିନରେ, ଟାଇମରେ, ରୁଟିନରେ, ଏଇ ସମୟରେ ପାଠ ପଢ, ଏତିକି ମାନେ ତମ ଯୋଉ ରିଡିମ୍ଟା ଆଜି ଲାଇଫରେ ଆସିଛି ସେଟା ପିଲା ବେଳୁ ମାମା କରିଛି। ସୋ ମାନେ ଓଡିଶାର ଯୋଉ ଅଗଣିତ ଯିଏ ବି ପଢେଇଲେ ସାରେ ତାହା ପାଠ ପଢା ତାଙ୍କ ମନକୁ ଆସିବ ନାହିଁ। ଯିଏ ଟ୍ୟୁସନ ସାର୍ ପଢାନ୍ତୁ, ସ୍କୁଲ ସାର୍ ପଢାନ୍ତୁ, କିନ୍ତୁ ମୁଁ ଆଉ ତାକୁ ଶିଖୁ। ଆପଣ ପିଲାଦିନୁ ତାଙ୍କୁ ନିଜେ ବି ପଢାନ୍ତି? ମୁଁ ପଢାଏ ତାକୁ ଟାଇମ ବାହାର କରିବି। ସିଏ ସାଡୁ ଆସିଲେ ମୁଁ ତା ପୂର୍ବରୁ ସବୁ କାମ ଶେଷ କରିଦେଇଛି। ମାନେ ଆପଣ ଘରର ଏଇ ଯୋଉ ହାଉସ ହୋଲ୍ଡ ୱାର୍କ ପରେ ବି ଟିଚର ଜଣେ ସିଏ ସାଡୁ ଆସିଲା ପରେ ମୋ ପାଖରେ ଯୋଉ ଘଣ୍ଟେ 2 ଘଣ୍ଟା ପଢିବେ ସେଇ ପାଠଟାକୁ ମୁଁ ଆଉ ଥରେ ପଢିବି।
ତ ତମକୁ ଗୋଟେ କେବେ ବିଷୟଟାକୁ ମୁଁ ଆଉ ଥରେ ତାଙ୍କୁ ରିଭିଜନ କରିବି, ପଢେଇବି, ବୁଝେଇବି, ସବୁ କରିବି। ଆଉ ତାହେଲେ ଆପଣ ଜଣେ ସୁପର ମମ୍, ମାନେ ଜବ୍ ବି କରିକି ବି ପିଲାମାନଙ୍କୁ ପଢେଇ ଖାଇବା ପିଇବା ବୁଝି ସବୁ ଜିନିଷ ସୁତର ରୂପେ ସମାହିତ କରିଛନ୍ତି। ଥ୍ୟାଙ୍କ ୟୁ। ତ ଏବେ ମୁଁ ଆମର ବୀରେଶ୍ୱର ସାର୍ ଯିଏକି ଆମର ଯୋଉ ଓୟୁଟିର ଯୋଉ ଟୋଟାଲ ଏକାଡେମିକ ସାଇଡ୍ ଟାକୁ ଲିଡ୍ କରିଥିଲେ, ତ ସେ ଏକାଡେମିକ ଆସ୍ପେକ୍ଟରେ କେମିତି ପ୍ରିପେୟାର ହେଲେ, କେମିତି ଟାଇମ ମ୍ୟାନେଜମେଣ୍ଟ କଲେ, କଣ କ୍ୱେଶ୍ଚିନ୍ କରିଥିଲେ, ସେ ବିଷୟରେ ମୁଁ ସାର୍ଙ୍କୁ କହିବି। ସାର୍ ଇଣ୍ଟରାକ୍ସନ କରିବେ। ପ୍ରତୀକ୍ଷା ଫାଷ୍ଟ ଅଫ ଅଲ୍ ଯଦି ଓୟୁଏଟି ଯୋଉ ବେସିକାଲି ସ୍ଟୁଡେଣ୍ଟସ୍ ମାନେ ଜାଣିବାକୁ ଚାହାନ୍ତି କି ଓୟୁଏଟି ହେଲା କି ନିଟ୍ ହେଲା, ଯୋଉ ଗୋଟେ ପ୍ରିପାରେସନ ଷ୍ଟ୍ରାଟେଜି ଯୋଉଟା ଯୋଉ ଥାଏ ତାର କମ୍ପ୍ଲିଟଲି ତମର କେମିତି ମାନେ ଡେ ଟୁ ଲାଇଫ କଣ ପ୍ରିପାରେସନ ଷ୍ଟ୍ରାଟେଜି, ମାନେ ଯୋଉମାନେ ଆସନ୍ତି ପ୍ରିପାରେସନ କରିବା ପାଇଁ ଭିଉଅର୍ସ ମାନେ ସେମାନେ ଜାଣିବାକୁ ଚାହାନ୍ତି କି ମୁଁ ଷ୍ଟାର୍ଟ କୋଉଠୁ କରିବି। ତ ପ୍ରିପାରେସନ ଗୋଟେ ତମ ମେଣ୍ଟାଲିଟି ଅନୁସାରେ ପ୍ରିପାରେସନ ଷ୍ଟାର୍ଟ କୋଉଠୁ, ଆମେ କଣ ବେସିସରେ ଡେଲି କଣ କୋଉ ଥ୍ରୁରେ ଷ୍ଟାର୍ଟ କରିବାକୁ ପଡିବ। ପ୍ରିପାରେସନ ମାନେ ବହୁତ ବେସିକ ରଖିବା କଥା, ବହୁତ ସାରା ବୁକ୍ସ, ବହୁତ ସାରା ଗାଇଡ ଏସବୁ ଫଲୋ କରିବା କଥା ନୁହଁ। ଯୋଉଟା ଫଲୋ କରିବା କଥା ଗୋଟେ ଫଲୋ କର, ବେସିକ ଫଲୋ କର। ଆଉ ଏନସିଆରଟି କ୍ଲାसेस ରେଗୁଲାରଲି ନିଅ, ଆଉ ରେଗୁଲାରଲି କ୍ଲାସ ନିଅ, ଯାହା ଡାଉଟ ଅଛି ସେଟା କ୍ଲିୟର କର, ଯେତିକି ବେସିକ ରଖ ଆଉ ତାକୁ ବହୁତ ଥର ରିଭାଇଜ କର। ଆଚ୍ଛା, ମାନେ ରିଭିଜନ କଥା କହିଲ। ରିଭିଜନ ବହୁତ ଆଚ୍ଛା ଅଧିକ ଦରକାର। ଆଚ୍ଛା, ରିଭିଜନ ର ଷ୍ଟ୍ରାଟେଜି କଣ, ମାନେ ତମେ କେମିତି ତା ପାଇଁ ଅଲଗା ଟାଇମ ଟେବୁଲ ବନଉଥିଲ ନା କେମିତି କଣ ଟାଇମ ଟେବୁଲ କଣ ସବୁ ଥିଲା ରିଭିଜନ ପାଇଁ? ଫିଜିକ୍ସ ର ରିଭିଜନ ତ ଥିଓରି ପଢିଦବ, ତାପରେ କ୍ୱେଶ୍ଚନ ପ୍ରାକ୍ଟିସ, କେମିଷ୍ଟ୍ରି ସେଇ ରିଆକ୍ସନ୍ସ, ଇନଅର୍ଗାନିକ, ଅର୍ଗାନିକ ସବୁ ସେଗୁଡା ମାନେ ରିଭିଜନ ରେଗୁଲାର ବେସିସ ରେ ଅଳ୍ପ ଘଣ୍ଟେ 2 ଘଣ୍ଟା ଦେଇକି ତାକୁ ରିଭାଇଜ କରିଦବ। क्वेश्चन प्रैक्टिस ୱିକଲି ଆଉ ଥରେ ଟିକେ क्वेश्चन जो प्रैक्टिस करो तुम बुक्स रू फॉलो करो, ता सहित हम यूट्यूब क्लास भी रेगुलर करो। अरे यूट्यूब, हाँ प्रीवियस ईयर क्वेश्चंस को बहुत बेस्ट फॉलो करो। अच्छा, हमर यूट्यूब रे जो सब विश्वास सीरीज, निश्चय सीरीज सब आज्ञा चलथिला, रेगुलरली से सब क्लास भी अटेंड करो। तो जनरली सेगुडा भी निश्चित से टाइप रो तमे गोटे एग्जाम स्टिमुलेशन गोटे पाई परथुव। ता माने व्यूअर्स माने बेसिकली जानिया को चाहते कि नहीं, से माने कहते कि नहीं यूट्यूब रे क्लास करिवार एक्चुअली बेनिफिट अछि ना खाली बसी घरे बसी कर देले खाली सब हे जिवो। निश्चित बेनिफिट अछि, तार प्रीवियस ईयर क्वेश्चंस तमे बहुत प्रैक्टिस करा दरकार। आ अप्रोच ता भी डाउट हैला डायरेक्ट यूट्यूब रे ही अछि सॉल्यूशन, तमे डायरेक्ट पूछि परियो, तो सब बहुत हेल्प। बहुत बढ़िया। अच्छा, तापरे नेक्स्ट हला जदी तमे जो प्रिपरेशन जो स्टार्ट कल, माने बेसिकली बहुत सारा पिला जानिया को चाहती कि प्रिपरेशन में बहुत सारा फ्रस्ट्रेशन आसे। फ्रस्ट्रेशन गोटे आसे कि नहीं भलो मु प्रिपरेशन ठीक पाथ रे जाउची ना नहीं, कि तमे फेल्युअर भी देखिचो गोटे थरा लास्ट ईयर कथा जानिचो तमे जेंति नीट पई हेतिलो। तो केमिति ताको ओवरकम करिकि आउ केमिति कोन घरे केमिति सपोर्ट केमिति थिला आउ केमिति कोन सब घरे तो मोर बहुत भलो सपोर्ट थिला। फ्रस्ट्रेशन तमरा जेन समस्तंकर एटा नॉर्मल, एथरे किछि माने आगुरी फ्रस्ट्रेशन हम दरकार नै, समस्तंकर लाइफ रे सेमति एटा नॉर्मल। तापरे पुणी सेमति आगु को देखिवार अछि, रहिले किछि हम पुणी आगु सेमति बढ़िवार अछि। ଯାହା ହଉ ଆମେ ଆଜି ବହୁତ ଗର୍ବିତ ଫିଲ୍ କରୁଛୁ, ସମ୍ପୂର୍ଣ୍ଣ ପରିବାର ପ୍ରତୀକ୍ଷାଙ୍କର ଆମ ଗହଣରେ ଅଛନ୍ତି। ମୁଁ ଚାହିଁବି ଓଡିଶାର ଯେତେକ ଆମର ମାନେ ଗର୍ଲ ଷ୍ଟୁଡେଣ୍ଟ ମାନେ ଦେଖୁଛନ୍ତି, ଦେ ମଷ୍ଟ ନଟ୍ ଲୁଜ୍ ହାର୍ଟ, କାହିଁକି ନା ଗୋଟେ ସମୟରେ ଫ୍ରଷ୍ଟ୍ରେସନ ଆସିବାଟା ସ୍ୱାଭାବିକ, କିନ୍ତୁ ୟୁ ହାଭ୍ ଟୁ ମୁଭ୍ ଅନ୍ ଇନ୍ ୟୋର ଲାଇଫ। ସେ କଥାଟା ପ୍ରତୀକ୍ଷା କହିଲେ, ଗୋଟେ ଜାଗାରେ ଷ୍ଟକ୍ ହେଇକି ରହିଯିବାର ନାହିଁ। ୟୁ ହାଭ୍ ଟୁ ମେକ୍ ଏ ବିଗିନିଂ, ଦେନ୍ ଓନ୍ଲି ସଫଳତା ତମର ମାନେ କଦମ ଚୁମିବ ଯୋଉ କହନ୍ତି, ତମର ପାଦ ତଳେ ଧରା ନବ। ତ अगेन मेनी मेनी कांग्रेचुलेशन प्रतीक्षा, विश यू ए ब्राइट फ्यूचर ऑन बिहाफ ऑफ विद्यासागर। थैंक यू।